ପିଲାମାନେ ଆଜି ଆମେମାନେ ତୁମ ସାହିତ୍ୟ ବହିରେ ପଦ୍ୟର ମଙ୍ଗଳେ ଅଇଲା ଉଷା ସେ ବିଷୟରେ ପଢ଼ିବା, ସେ ବିଷୟରେ ଆଲୋଚନା କରିବା। ବିଷୟର ନାଁ ହେଲା ମଙ୍ଗଳେ ଅଇଲା ଉଷା। ଏହାର କବି ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହର। ଆମେ କବି ପରିଚୟରୁ ଆରମ୍ଭ କରିବା। ତୁମ ବହିରେ ବି କବି ପରିଚୟ ଦେଇଛି। ଆମେ ଟିକେ ଆଉ ଅଧିକ ଆଲୋଚନା କରିବା ବହିକୁ ଛାଡ଼ି। ଉତ୍କଳର ବରପୁତ୍ର ସାହିତ୍ୟ ସାଧକ ଗଙ୍ଗାଧର ଏକ ଗରିବ ପରିବାରରେ 1862 ମସିହା ଅଗଷ୍ଟ ମାସ 9 ତାରିଖ ଶ୍ରାବଣ ପୂର୍ଣ୍ଣିମାରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ତନ୍ତୁବାୟ ପରିବାରର ଥିଲେ ଏବଂ ଗରିବ ମଧ୍ୟ ଥିଲେ। ନିଜର ଏହି ନିଃସ୍ୱତା ଗରିବପଣିଆକୁ ଦର୍ଶାଇବାକୁ ଯାଇ ତାଙ୍କ ଲେଖାରେ ମଧ୍ୟ ସେ ଲେଖିଛନ୍ତି, ଦରିଦ୍ରତା ପଙ୍କ ପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳ ଦ ଜଳେ ଆବିଳ ଉଦର, ଶରଦ ସଦୃଶ ତୋତେ କରି ଦରଶନ, ହୋଇଯାଉଅଛି ସେ ତ ସ୍ୱତଃ ପରସନ। ଏ ହେଉଛି ତାଙ୍କର ଦାରିଦ୍ର୍ୟତାର ପ୍ରତିଛବି। ରାଧାନାଥ ରାୟ, ଫକୀରମୋହନ ସେନାପତି, ନନ୍ଦକିଶୋର ବଳ ଏହିସବୁ ବିଶିଷ୍ଟ କବିମାନେ ମଧ୍ୟ ତାଙ୍କ ଲେଖାର ଭୂୟସୀ ପ୍ରଶଂସା କରୁଥିଲେ। ଫକୀରମୋହନ ଲେଖିଥିଲେ, ବରପାଲି ଦେଶେ ଅଛି ଗଙ୍ଗାଧର ମେହର, ତାହାର କବିତା ପଢ଼ିଅଛି ଢେର ଢେର, କବିତା ଗୁଡ଼ିକ ପଢ଼ି ମନ ମାନି ଯାଏ, ଆଉ ସେ ଲେଖିବ ବୋଲି ବାଟ ଚାହିଁ ଥାଏ। ଏହିସବୁ ବିଶିଷ୍ଟ କବିମାନେ ଗଙ୍ଗାଧର ମେହରଙ୍କର ଲେଖାକୁ ଅତ୍ୟନ୍ତ ପ୍ରଶଂସା କରୁଥିଲେ। ଗଙ୍ଗାଧର ମେହରଙ୍କର କୃତି ଗୁଡ଼ିକ ହେଲା ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ, ଇନ୍ଦୁମତୀ ଏଗୁଡ଼ିକ ସବୁ କାବ୍ୟ। ଅର୍ଘ୍ୟଥାଳୀ, କବିତା କଲ୍ଲୋଳ ଏଗୁଡ଼ିକ ହେଲା ପଦ୍ୟ ରଚନା। ଗଦ୍ୟ ରଚନା ମଧ୍ୟ ସେ କରିଥିଲେ। ଏହା କି ପୃଥିବୀର ଶବ୍ଦ, ନିଜ ଆତ୍ମଜୀବନୀ, ପୁରାଣ କବି ଫକୀରମୋହନ ଏଗୁଡ଼ିକ ତାଙ୍କର ଗଦ୍ୟ ରଚନା। ଗଙ୍ଗାଧର ମେହର 1924 ମସିହା ଏପ୍ରିଲ 4 ତାରିଖ ଚୈତ୍ର ଅମାବାସ୍ୟାରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଲେଖା ଭିତରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଥିବା ପଂକ୍ତି ଗୁଡ଼ିକ ବହୁତ କିଛି ଅଛି। ତା ଭିତରୁ ଗୋଟିଏ ଦୁଇଟି ତମକୁ କହୁଛି। ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିମା ଅଜ୍ଞାନ ରହିବେ କାହିଁ, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ସେ ଚତୁର୍ଥ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ଚତୁର୍ଥ ବା ପଞ୍ଚମ ଶ୍ରେଣୀ ଯାଏ ଏମିତି ପାଠ ପଢ଼ିଥିଲେ। ଚତୁର୍ଥ ପଞ୍ଚମ ଭିତରେ ପାଠ ପଢ଼ିଥିବା ବ୍ୟକ୍ତି ଏଭଳି କାବ୍ୟ ରଚନା କରିଥିଲେ, ଆଜିର MA କ୍ଲାସରେ ପଢ଼ାଯାଉଛି ତାଙ୍କର କାବ୍ୟକୁ। ସଂସ୍କୃତ ସାହିତ୍ୟକୁ ମଧ୍ୟ ସେ ଚାଷ କରିଥିଲେ। ସଂସ୍କୃତ ଶବ୍ଦ ତାଙ୍କର ଲେଖାରେ ଦେଖିବାକୁ ମିଳେ। ଅତ୍ୟନ୍ତ ଉଚ୍ଚକୋଟୀର ଭାଷା ଭାବକୁ ନେଇ ତାଙ୍କର ରଚନା ସବୁ ସୃଷ୍ଟି। ଏଇ ଯେଉଁ ମଙ୍ଗଳେ ଅଇଲା ଉଷା, ଏ ହେଉଛି ତପସ୍ୱିନୀ
କାବ୍ୟ। ତପସ୍ୱିନୀ କାବ୍ୟକୁ ଗଙ୍ଗାଧର ମେହେରଙ୍କର କଳା କୋଣାର୍କ ବୋଲି କୁହାଯାଏ। ତାଙ୍କୁ କୁହାଯାଏ ରଙ୍ଗା ଜୀବ ଗଙ୍ଗାଧର। କୋଣାର୍କ ତୁମେ ଜାଣିଛ ଯେମିତି ଚାରୁକଳାରେ ପରିପୂର୍ଣ୍ଣ, ଏମିତି ତପସ୍ୱିନୀ କାବ୍ୟ ମେହେରଙ୍କର ଏତେ ସୌନ୍ଦର୍ଯ୍ୟତାରେ ପରିପୂର୍ଣ୍ଣ, ଏତେ ମାଧୁର୍ଯ୍ୟରେ ପରିପୂର୍ଣ୍ଣ, ଯେତେ ପଢ଼ୁଥିବ ସେତେ ରସ ନିର୍ଗତ ହେଉଥିବ, ସେତେ ଆନନ୍ଦ ଦେଉଥିବ, ଯେତେ ଥର ତାକୁ ଦେଖିବ ସେତେ ଆନନ୍ଦ ଲାଭ ହେବ, ଏଥିରେ ସନ୍ଦେହ ନାହିଁ। ଆମେ ବିଷୟବସ୍ତୁ ଆଡ଼କୁ ଟିକେ ଟିକେ ଯିବା। ଏଇ ଯେଉଁ ମଙ୍ଗଳେ ଅଇଲା ଉଷା ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରୁ ଆସିଛି। এই କାବ୍ୟଟି ମୁଖ୍ୟତଃ ରାମାୟଣ ଉପରେ ଆଧାରିତ। ଉତ୍ତର ରାମାୟଣ। ଉତ୍ତର ରାମାୟଣରେ ବାଲ୍ମୀକିଙ୍କର ମହତ୍ଵ ବେଶୀ ପ୍ରତିପାଦିତ ହୋଇଛି। ରଘୁକୁଳ ତିଳକ ନବୀନ ସୁନ୍ଦର ନବଦୁର୍ବାଦଳ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏହି କାବ୍ୟର ନାୟକ। ପ୍ରଜାନୁରଞ୍ଜକ ସତ୍ୟନିଷ୍ଠ ରାମଚନ୍ଦ୍ର ବୃଥା ଲୋକପବାଦକୁ ସମ୍ମାନିତ କରିବାକୁ ଯାଇ ଲକ୍ଷ୍ମଣଙ୍କୁ ଆଦେଶ ଦେଇ ପତ୍ନୀ ସୀତାଙ୍କୁ ଦେଇଛନ୍ତି ନିର୍ବାସନ ଦଣ୍ଡ, ଯେତେବେଳେ ସେ ଅନ୍ତଃସତ୍ତ୍ୱା ଥିଲେ। ଅନୁଜ ଲକ୍ଷ୍ମଣ ସୀତାଙ୍କୁ ନେଇ ବାଲ୍ମୀକିଙ୍କ ଆଶ୍ରମ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ପତ୍ନୀ ସୀତା ବସିକରି କାନ୍ଦୁଛନ୍ତି, କଷ୍ଟ ହେଉଛି। ଆହୁରି ସତୀତ୍ୱ ଉପରେ ତାଙ୍କର ଆଞ୍ଚ ଆସିଛି। ତେଣୁ ସେ ଆଉ ତାଙ୍କର ଏଭଳି ଏକ ଶାରୀରିକ ଅବସ୍ଥା ମଧ୍ୟ ଏଭଳି ପରିସ୍ଥିତିରେ ସେ ସ୍ୱାମୀଠାରୁ ବିଚ୍ଛେଦ ନେଇ ଫେରେ ବିତାଡ଼ିତ ହୋଇଛନ୍ତି। ତାଙ୍କୁ ଭାରି କଷ୍ଟ ହୋଇଛି, ସେ କାନ୍ଦୁଛନ୍ତି। ଏଭଳି କାନ୍ଦୁଥିବା ସମୟରେ ବାଲ୍ମୀକିଙ୍କ ଆଶ୍ରମରେ ରହିଥିବା ମୁନିକନ୍ୟାମାନେ ଏସବୁକୁ ଦେଖିଛନ୍ତି ଏବଂ ବାଲ୍ମୀକିଙ୍କୁ ଯାଇକି ଏ କଥା କହିଛନ୍ତି। ବାଲ୍ମୀକି ତପୋବଳରେ ସବୁ କଥା ଜାଣିପାରିଛନ୍ତି ଏବଂ ସତୀ ସୀତାଙ୍କୁ ଯାଇ ପାଛୋଟି ଆଣିଛନ୍ତି। ସେଟା ସନ୍ଧ୍ୟାବେଳ ସମୟ ଥିଲା, ତେଣୁ ସକାଳ ହେବ। ସକାଳ ସମସ୍ତେ କିଛି କିଛି ଖବର ମଧ୍ୟ ଜାଣିଯାଇଛନ୍ତି ଯେ ସତୀ ସୀତା ଆସିକରି ବାଲ୍ମୀକିଙ୍କ ଆଶ୍ରମରେ ରହିଛନ୍ତି। ସକାଳୁ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ କିଏ କିଭଳି ଭାବରେ ଆସିଛନ୍ତି, କ'ଣ ଘଟଣା ଘଟିଛି, ଏ ହେଉଛି ଆମର ବିଷୟବସ୍ତୁ। ବିଷୟର ନାଁ ହେଉଛି ମଙ୍ଗଳେ ଅଇଲା ଉଷା। ଅର୍ଥାତ୍ ମୋଟାମୋଟି କଥା ହେଉଛି ଆଲୋକ ନନ୍ଦିନୀ ଦ୍ୱିଲୋକ ଦୁହିତା ଉଷା ତାଙ୍କୁ ପ୍ରଥମ କିରି ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ ଜଣାଇବା ପାଇଁ ଆସି ପହଞ୍ଚିଛନ୍ତି। ସେ କିଭଳି ଭାବରେ ଗୁଡ୍ ମର୍ଣ୍ଣିଂ କରୁଛନ୍ତି, ଶୁଭ ସକାଳ ଜଣାଉଛନ୍ତି, ସେଇ କଥା ବିଷୟ ଆରମ୍ଭ ହେବ। ଦେଖ, ଆମେ ପଢ଼ିବା। ବିଷୟ ହେଲା ମଙ୍ଗଳେ ଅଇଲା ଉଷା। ରାଗ ଚୋଖୀରେ ଲେଖା ହେଇଛି। ପିଲାମାନେ, ରାଗ ଚୋଖୀରେ ଗୀତ ତୁମେ ଜାଣିଥିବ। ତୁହିମା ଜନ୍ମଭୂମି ପବିତ୍ର ଭାରତ ଭୂମି, ଏଇ ଯେଉଁ କବିତାଟି ଏଇ ରାଗରେ ଆଧାରିତ। ଏକ ସୁନ୍ଦର ରାଗ, ବହୁତ ସୁମଧୁର ସ୍ୱର, ଯାହାର ସ୍ୱର ଅଛି, ପଢ଼ିଲେ ବହୁତ ବଢ଼ିଆ ଲାଗିବ। ଚୋଖୀ, ରାଗ ଚୋଖୀ, ପୁରା ଚୋଖା ଲାଗିବ। ଚାକି ଚାକି ଖାଇଲା ଭଳି ଶୁଣିକିରି ମନ ବୋଧ ହେଇଯିବ। ୟାର ସ୍ୱର ଏଇଭଳି, ସେଇଥିରେ ଲେଖା ହେଉଛି କବିତାଟି। ମଙ୍ଗଳେ ଅଇଲା ଉଷା ବିକଚରା ଜୀବ ଦୃଶା, ଜାନକୀ ଦର୍ଶନ ତୃଷା
ହୃଦୟେ ବହି। କର ପଲବେ ନିହାର ମୁକ୍ତା ଧରି ଉପହାର। ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି। କଳ କଣ୍ଠ କଣ୍ଠେ କହିଲା ଦର୍ଶନ ଦିଅ ସତୀ ରାତି ପାହିଲା। ଦର୍ଶନ ଦିଅ ସତୀ ରାତି ପାହିଲା। ଉଷା ଆସିକିରି ସତୀ ସୀତାଙ୍କୁ କହୁଛନ୍ତି ଯେ ରାତି ପାହିଲା, ଦର୍ଶନ ଦିଅ। ସତୀ ସୀତା ହେଉଛନ୍ତି ରାଜଦୁଲଣୀ, ରାଜଜେମା। କାଳେ ତାଙ୍କର ନିଦ ଡେରିରେ ଭାଙ୍ଗିବ, ଆଶ୍ରମର ନିୟମ ଭଙ୍ଗ ହେବ, ସେଥିପାଇଁ ଉଷା ଦେବୀ ତାଙ୍କୁ ଆସିକି ଉଠାଉଛନ୍ତି। ଏ ଉଷା କି ନା, ଉଷାଙ୍କୁ ଏମିତି ଦେବୀ ବୋଲି କୁହାଯାଇଛି। ଉଷା ହେଉଛି ଗୋଟିଏ ସମୟ, ଉଷା କାଳ ବୋଲି ଆମେ ମଧ୍ୟ କହିଥାଏ। ବେଦରେ ଉଷାଙ୍କୁ ଦେବୀ ରୂପେ ଆରାଧନା କରାଯାଇଛି। ସେ ହେଉଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ଅଧିକାରିଣୀ। ସେ ପ୍ରାଣୀମାନଙ୍କର ଜୀବନ, ସେ ନିୟମ ପାଳନୀ ଦେବୀ। ଉଷା ଦେବୀ ହେଉଛନ୍ତି ଦାନଶୀଳା, ସର୍ବବରେଣ୍ୟା, ଜ୍ଞାନୀ, ସୌଭାଗ୍ୟଶାଳିନୀ, ସୁନ୍ଦରୀ, ଧନଶାଳିନୀ, ଅଶ୍ୱମତୀ, ଗୋମତୀ, ଏହି ଭାବରେ ସେ ବେଦରେ ପୂଜିତା ହୋଇଛନ୍ତି। ତାଙ୍କୁ ପ୍ରାର୍ଥନା କଲେ ମନୁଷ୍ୟ ଗବାଦି ପଶୁ ସମ୍ପଦ, ପୁତ୍ର ଆଦି ଲାଭ କରି ଏ ସଂସାରରେ ସୁଖୀ ହୁଏ। ସେଥିପାଇଁ ତାଙ୍କୁ ଆରାଧନା କରାଯାଏ। ଏହି ଉଷା ଦେବୀ ଯେତେବେଳେ ଜାଣିପାରିଛନ୍ତି ଯେ ସତୀ ସୀତା ଆସିକରି ବାଲ୍ମୀକିଙ୍କ ଆଶ୍ରମରେ ରହିଛନ୍ତି, ସେ ନିୟମ ପାଳନକାରିଣୀ ଦେବୀ, ଆଶ୍ରମରେ ସବୁ ନୀତି ନିୟମରେ ସମସ୍ତେ ବନ୍ଧା। କାଳେ ସୀତାଙ୍କର କିଛି ବ୍ୟତିକ୍ରମ ଏଥିରେ ଘଟିବ, ସେଥିପାଇଁ ସେ ପ୍ରଥମେ ଆସିକି ସୀତାଙ୍କୁ ପ୍ରାତଃ କାଳରୁ ଉଠିବା ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ତାଙ୍କୁ ଦେଖା ମଧ୍ୟ ଦେବେ, ଦର୍ଶନ କରିବେ। ଉଷା ହେଉଛନ୍ତି ଦେବୀ, ସୀତା ମଧ୍ୟ ଦେବୀ। ସୀତା ହେଉଛନ୍ତି କ'ଣ ନା ସତୀ ସୀତା। ସତୀ ଭାବରେ ଯେତେବେଳକୁ ତାଙ୍କର ଖ୍ୟାତି ବ୍ୟାପି ଯାଇଥିଲା, ତେଣୁ ଏ ସତୀ ସୀତାଙ୍କୁ ତ ସହଜେ ସମସ୍ତେ ଦେଖିପାରନ୍ତି ନାହିଁ, ଯେହେତୁ ସେ ରାଜ୍ୟର ରାଣୀ। ତେଣୁ ବର୍ତ୍ତମାନ ସେ ଆସିକରି ହେଲେ ସର୍ବସାଧାରଣରେ ବିରାଜିତା। ତାଙ୍କୁ ଦେଖିବା ପାଇଁ ସମସ୍ତଙ୍କର ଉତ୍ସୁକତା ବଢ଼ିଯାଉଛି। ତେଣୁ ପ୍ରଥମେ କିରି ଏହି ଉଷା ଦେବୀ ଆସୁଛନ୍ତି, ଅର୍ଥାତ୍ ରାତି ପାହିବ। ରାତି ପାହିଲେ ସକାଳ ହେବ। ଏଇ ଯେଉଁ ଉଷା କାଳ ଆଶ୍ରମବାସୀମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସମୟ। ଆଶ୍ରମବାସୀମାନେ ଏହି ଉଷା କାଳରେ ହିଁ ସେମାନଙ୍କର ଜ୍ଞାନ ଅର୍ଜନ କରିଥାନ୍ତି। ଆଉ ଏହି ଉଷା କାଳ ହେଉଛି ସବୁଠାରୁ ପ୍ରକୃଷ୍ଟ ସର୍ବଶ୍ରେଷ୍ଠ ସମୟ ଦିନଯାକ ଭିତରେ। ଏହି ସମୟରେ ଯିଏ ଯାହା ଅର୍ଜନ କରେ ତାହା ପାଏ। ଏଇଟା ହେଉଛି ବିଦ୍ୟା ଅର୍ଜନ କରିବାର ପ୍ରକୃଷ୍ଟ ସମୟ, ଆରାଧନା କରିବାର ପ୍ରକୃଷ୍ଟ ସମୟ ଉଷା ସମୟ, ସକାଳର ପୂର୍ବ ଅବସ୍ଥା। କିନ୍ତୁ ଏଠି এই କବିତା ତ ଏମିତି ଲେଖିଦେଇଛନ୍ତି, କିନ୍ତୁ ୟାର ଉଦ୍ଦେଶ୍ୟ ହେଉଛି କବିଙ୍କର ଯେ ଏଠି ଗୋଟିଏ ପ୍ରକୃତିକୁ ଏକ ମାନବୀୟ ରୂପ ଦେଇ ତାକୁ କିଭଳି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେ ପ୍ରକୃତି କିଭଳି ଭାବରେ ସତୀ ସୀତାଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତ ହୋଇକରି ରହିଛି। ତେଣୁ ଉଷା ସମୟକୁ ସେ ଏକ ମାନବ ରୂପ ଦେଇଛନ୍ତି। ମାନବୀ ଭାବରେ ତାଙ୍କୁ ରୂପ ଦେଇ ସେ କିଭଳି ଭାବରେ ବର୍ଣ୍ଣନା କରୁଛନ୍ତି ଆମେ ଦେଖିବା। ମଙ୍ଗଳେ ଅଇଲା ଉଷା
ମଙ୍ଗଳେ ଅଇଲା ଉଷା। ପିଲାମାନେ ଏ କାବ୍ୟର ଆଉ ବିଶେଷ କରି ଏଇ ବିଷୟଟିର ପ୍ରତ୍ୟେକଟି ଶବ୍ଦର ମହତ୍ଵ ରହିଛି। ଯିଏ ଯେତିକି ଜ୍ଞାନୀ ତାର ଜ୍ଞାନର ପରିସୀମାକୁ ନେଇ ସେ ତାକୁ ବର୍ଣ୍ଣନା କରିପାରିବ। ଯେତେ ତା ଭିତରେ ତୁମେ ରସ ଉତ୍ପନ୍ନ କରିବ ସେ ସେତେ ରସୋତ୍ଫୁଲ୍ଲ ହେବ, ରସମୟ ହେବ, ସେତିକି ଆହ୍ଲାଦ ଦେବ। ସମସ୍ତେ ଯେ ସବୁ କଥା ଏକାବେଳେ ବୁଝେଇ ଦେଇପାରିବେ ତାର ମାନେ କିଛି ବି ନାହିଁ। ବିଭିନ୍ନ ଲୋକଙ୍କ ଠାରୁ ତୁମେ ବିଭିନ୍ନ ପ୍ରକାରରେ ୟାର ଅର୍ଥର ତାତ୍ପର୍ଯ୍ୟ ବୁଝି ତୁମେ ତା ଦେହରୁ ରସ ଆସ୍ୱାଦନ କରିପାରିବ। ମଙ୍ଗଳେ ଅଇଲା ଉଷା ଅର୍ଥାତ୍ ଏଇ ଉଷା କାଳ ହେଉଛି ମଙ୍ଗଳମୟ, ମଙ୍ଗଳ ମୁହୂର୍ତ୍ତ। ଏହି ସମୟରେ ଉଷା ଆସୁଛନ୍ତି। ଏ ଉଷା କେମିତି ଆସୁଛନ୍ତି, କେମିତିଆ, କ'ଣ ପାଇଁ ଆସୁଛନ୍ତି, ଏଇ ହେଉଛି ଏ ପଦଟିର ବିଶେଷତ୍ୱ। ନା, ଉଷା ହେଉଛନ୍ତି ବିକଚ ରାଜୀବ ଦୃଶା। ବିକଚ ରାଜୀବ ଦୃଶା, ଦେଖିବା ପାଇଁ ପଦ୍ମନେତ୍ରା। ବିକଚ କହିଲେ ପ୍ରସ୍ଫୁଟିତ, ଫୁଟିଥିବା। ରାଜୀବ କହିଲେ ପଦ୍ମ, ଦୃଶା କହିଲେ ଆଖି। ଅର୍ଥାତ୍ ଫୁଟିଥିବା ଆଖି, ଫୁଟିଥିବା ପଦ୍ମ ପରି ଆଖି। ପଦ୍ମ ନୟନା, ପଦ୍ମାକ୍ଷୀ ବୋଲି ତାଙ୍କୁ କୁହାଯିବ। ତାହେଲେ ଉଷା ଦେବୀ ହେଉଛନ୍ତି ପଦ୍ମାକ୍ଷୀ। ରାମଚନ୍ଦ୍ରଙ୍କୁ ରାଜୀବ ଲୋଚନ ବୋଲି କୁହାଯାଏ। ଶରୀରରେ ମୁହଁଟିକୁ ବା ଶରୀରର ବିଭିନ୍ନ ପ୍ରତ୍ୟଙ୍ଗକୁ ଆମେ ବିଭିନ୍ନ ରୂପ ଦେଇ ତାକୁ ତୁଳନା କରିଥାଏ। ମୁହଁଟାକୁ ଚନ୍ଦ୍ର ସହିତ ତୁଳନା କରିଥାଏ, ନାକକୁ ଶୁଆ ସହିତ ତୁଳନା କରିଥାଏ, ଓଠକୁ ପାଚିଲା ବିମ୍ବ ଫଳ ଭଳି ତୁଳନା କରିଥାଏ, କାନକୁ ମଧ୍ୟ ସେଭଳି କରାଯାଇଥାଏ, ଆଖିକୁ ମଧ୍ୟ ସେଭଳି କରାଯାଇଥାଏ। ପଦ୍ମନୟନା ମୃଗାକ୍ଷୀ, ମୃଗ ଭଳି ଆଖି ଯାହାର, ମୃଗ ଆଖି ଭଳି ଆଖି ଯାହାର ତାକୁ ମୃଗାକ୍ଷୀ କୁହାଯାଏ। ମୀନ ନୟନା ବୋଲି କୁହାଯାଏ, ମୀନ ଭଳି ଆଖି ଯାହାର ତାକୁ ମୀନ ନୟନା କୁହାଯାଏ। ମୀନ ଭଳି କହିଲେ ଗୋଲ ଗୋଲ ଆଖି, ପୋଟଳ ଚିରା ଆଖି, ଏମିତି ବିଭିନ୍ନ ପ୍ରକାରର ସବୁ ଉପମା ଦିଆଯାଏ। ଏଠି ଉଷାଙ୍କୁ କୁହାଯାଉଛି ଯେ ସେ ହେଉଛନ୍ତି ପଦ୍ମନେତ୍ରା। କେମିତିଆ ପଦ୍ମ ନା ପ୍ରସ୍ଫୁଟିତ ପଦ୍ମ। ପଦ୍ମ କ'ଣ ପୁରା ନିରୋଳା ପରିଷ୍କାର ଏକଦମ ଦେଖିବା ପାଇଁ ସ୍ୱଚ୍ଛ। ଏଇଭଳି ସ୍ୱଚ୍ଛ ଏବଂ ପଦ୍ମ ଆକୃତିର, ପଦ୍ମ ଫୁଲର ଆକୃତିର ତାଙ୍କର ଆଖି। ଏଇ ଉଷା ଦେବୀ ଜାନକୀ ଦର୍ଶନ ତୃଷା, ଜାନକୀଙ୍କୁ ଦେଖିବାର ଦୁର୍ବାର ଆକାଂକ୍ଷା। ତୃଷା ମାନେ ସୁଶୀଲା ହୋଇ, ଅର୍ଥାତ୍ ଐକାନ୍ତିକ ଇଚ୍ଛାକୁ ନେଇ, ମନ ଭିତରେ ଧାରଣ କରି, ହୃଦୟରେ ଧରି ଆସିଛନ୍ତି। କେମିତି ଆସିଛନ୍ତି ନା, କର ପଲ୍ଲବେ ନିହାର, ମୁକ୍ତା ଧରି ଉପହାର, ପତ୍ର ରୂପକ ହସ୍ତରେ। କର ପଲ୍ଲବେ, କର କହିଲେ ହାତ, ପଲ୍ଲବ କହିଲେ ପତ୍ର। ଖାଲି ପତ୍ର ନୁହେଁ, ପଲ୍ଲବ କହିଲେ କଅଁଳିଆ ପତ୍ର। ଆଚ୍ଛା, ଉଷା ହେଉଛନ୍ତି ଦେବୀ, ସୌନ୍ଦର୍ଯ୍ୟର ଅଧିକାରିଣୀ। ସେ କେତେ ସୁନ୍ଦର ହେଇପାରନ୍ତି, ଯାହାଙ୍କୁ କୁହାଯାଉଛି ପଦ୍ମନେତ୍ରା। ତାଙ୍କ ଆଖି ଯଦି ଏତେ ସୁନ୍ଦର, ତାହେଲେ ତାଙ୍କ ହାତ, ଆମେ ଦେବାଦେବୀମାନଙ୍କର ହାତ ପାଦକୁ ଦେଖିଛି ଚିତ୍ରରେ, ତାଙ୍କୁ ସବୁ ଲାଲ କରାଯାଇଥାଏ। ପାଦ ହାତ ପାପୁଲିକୁ ଲାଲ ଥାଏ, ଟିକେ ଅଧିକା ଲାଲ ଥାଏ। ଶରୀରର ଅନ୍ୟାନ୍ୟ ଅଂଶ ଅପେକ୍ଷା ହାତ ପାପୁଲି ଏବଂ ପାଦ ତଳିପା ଏଗୁଡ଼ାକ ଅଧିକା ଲାଲ ବର୍ଣ୍ଣ। ଇଏ ଦେବୀ ଯେହେତୁ ତାଙ୍କର ହାତ ଗୁଡ଼ିକ ଆହୁରି ଲାଲ ବର୍ଣ୍ଣ ହେଇଛି ଏବଂ କଅଁଳିଆ ପତ୍ର ଯେଭଳି କୋମଳ, ତାଙ୍କ ହାତ ଗୁଡ଼ିକ ମଧ୍ୟ ସେହିଭଳି କୋମଳ ହେଇଛି।
कर पल्लवे निहार। निहार कहिले काकर बिंदु, अर्थात आश्रम में बहुत गछ अच्छी, सकाळु सकाळु से काकर सब पड़ी बिंदु बिंदु होकर लगी पत्र देहरे। ये पत्र गुड़िक को एठी कवि वर्णना कर उषा देवी से पत्र देहरे ये जो काकर नुहे से होउछि मुक्ता, ताकू धरी उपहार स्वरूप सती सीता उपहार को लेकर आसछंती। अर्थात जड़े जन को भेटा गला बेले, दर्शन करने को गला बेले, देखा करने को गला बेले साथी रे किसी उपहार नहीं जाती। एठी उषा देवी मध्य सती सीता को दर्शन करने को आसी किसी उपहार नहीं आसछंती। कौन उपहार नहीं आसछंती ना मुक्ता को नहीं आसछंती। से मुक्ता को किए ना से मुक्ता होउछि काकर बिंदु। ये देख प्रकृति की मानव रूप दिहूँ। उषा को देवी बोली कही दिगला, आखि की पद्म सहित तुलना करागला एवं गचर पत्र गुड़ी को हाथ पापुली बोली कहगला और हाथ में धरी कौन ना मुक्ता को धरी। अर्थात काकर बिंदु गुड़ाक गचर काकर बिंदु पड़ी कि से वर्णना कर हाथ में धरी मुक्ता। अच्छा, सीता को देखापी कहीं आसिले? से तो देवी सीता ताकू जाकि दर्शन करेंगे ना से आसिक दर्शन करेंगे? ये किए बड़ बोली आम धरवा? से देवी ये सती। सतींकर स्थान अति उच्च। तेणु देवी ये सती को दर्शन करार अभिलाषा नहीं आसचंती जानकी को दर्शन करने एवं खाली हाथ में आसी ना, साथी मुक्ता धरिक आसचंती। मुक्ता कहले तुम्हें बुझिल काकर बिंदु। एवं सती सीता आश्रमर जो कुटीर रुले से कुटीर बाहर पार्श्व द्वार ठिया कहते केमिति कहते ना कलकंठ कंठे कहिला, कलकंठ कंठे कहिला। सकाल सकाल कोइली मैंने प्रथम आग बुआती, आग कुंभाटुआ बुआए, तापर कजलपाती, तापर कोइलीर राब हुआ जाए। यही चढ़ई मैंने आग बुआती। कुकुड़ा सर्वप्रथमे बोबे देकी जाए से बेसी समय राब करे ना। अन्य चढ़ई मैंने किचिरी मिचिरी बेसी समय शब्द करती, से कुंभाटुआ प्रथम थाए, तापर कजलपति थाए, तापर कोइली थाए। एवं सबु पक्षी मान भितर कोइलीर स्वर होची सबुठार मधुर मिठा। तेणु ये उषांकर कंठटा किभली बोली वर्णना होची। अर्थात कोइलीर कंठरे से कहते कोइली बोबौची कि वर्णना करा कहुची ये कोइलीर कंठरे से कहते। अर्थात मधुर स्वर से कहते, कोइली द्वारा कहते कंठ होची मिठा। और केमिति से मिठाटा केमिति ना कलकंठ कंठे कंठरे स्वर कलकंठ कहले कोइली हम आ कौन हो पार सुमधुर स्वर वीणा जीणा कंठ बोली जहाँ आम कहवा जार कंठ हूँ वीणा जीणा वीणा को जिणी जाए वीणार स्वर सप्त स्वर अधिकारिणी हूँ वीणा से ही सबुठार सुंदर स्वर तादर बाहरी पारे आ वीणा ठार आउ कहीं सुमधुर स्वर बाहर करें ना। तेणु से सुमधुर स्वर एठी स्वर उषादेवी कहते अर्थात कोइली राब कर सकाल समय पहांतिया समय को ये रूप केमिति दिखाई तुम्हें मैंने लक्ष्य कर। कलकंठ कंठे कहिला दर्शन दिय सती राति पाहिला। सीता को चेतई दौरान ये हे सती राति पाईगला उठ। केते मधुर स्वर से कहते मधुर स्वर कहवार तात्पर्य से तो देवी आदेश दे पारते किंतु आदेश दौना
ଧୀର ସ୍ୱରରେ କହୁଛନ୍ତି। ବଚନିକା ଦରିଦ୍ରତା, କଥା କହିବାରେ କାଠନ୍ୟତା କାହିଁକି? କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। କଥା ଯଦି କହିଦେବା ପଦେ ମିଠା କଥା, ଅନ୍ୟ ଜଣେ ଯଦି ଖୁସି ହେଇଯିବ, ତାହେଲେ କାହିଁକି ମିଠା କଥା ପଦେ ନ କହିବା? କାହିଁକି କଷ୍ଟ କଥା କହି ଅନ୍ୟ ମନରେ ଦୁଃଖ ଦେବା? କଥା କହିଲେ ପଇସା ପଡ଼ୁଛି କି? କଥା କହିଲେ ପଇସା ପଡ଼ୁନାହିଁ। କେବେ ତେଣୁ କାହାକୁ ରୁକ୍ଷ ବ୍ୟବହାର କରିବ ନାହିଁ, କାରଣ ଏଇ ପାଟିରେ ବିଷ ଥାଏ, ଏଇ ପାଟିରେ ଅମୃତ ଥାଏ। ବିଷ ବାଣ୍ଟିଲେ ଆଗେ ନିଜେ ଆକ୍ରାନ୍ତ ହେବ, ବିଷର ଜ୍ୱାଳାରେ ନିଜେ ଜଳି ପଡ଼ି ଛଟପଟ ହେଇକି ମରିବ। ଅମୃତ ବାଣ୍ଟିଲେ, ମିଠା ବାଣ୍ଟିଲେ, ମିଠା ତ ମିଠା, ଅମୃତ ତ ଅମୃତ। ଆଉ ଅମୃତ କହିଲେ ସବୁଠାରୁ ଶ୍ରେଷ୍ଠ ମୂଲ୍ୟବାନ ପଦାର୍ଥ। ଯୁଆଡ଼େ ଯିବ ସିଆଡ଼େ ଶାନ୍ତ ଶୀତଳ। ତେଣୁ ସବୁବେଳେ ମିଠା କଥା କହିବା ଉଚିତ। ଏଠି ସତୀ ସୀତାଙ୍କୁ ଉଷା ଦେବୀ ଏଇଭଳି ମିଠା କଣ୍ଠରେ, କୋକିଳର କଣ୍ଠରେ ଚେତେଇ ଦେଉଛନ୍ତି, ଉଠେଇ ଦେଉଛନ୍ତି ଯେ ଦେଖ, ଇଏ ହେଉଛି ଆଶ୍ରମ, ରାତି ପାହିଗଲାଣି, ସମସ୍ତେ ଉଠିଲେଣି, ତମେ ଏଥରକା ଉଠ, ମୁଁ ତୁମକୁ ଦେଖିବାକୁ ଆସିଛି, ଟିକେ ମୋତେ ଦେଖାଦିଅ। ଏଇଭଳି ଭାବରେ ସେ ଅନୁରୋଧ କରୁଛନ୍ତି। ଏ ହେଉଛି ବିଷୟର ପ୍ରଥମ ପଦର ବିଶ୍ଳେଷଣ ଆମେ କଲେ। ୟାଠାରୁ ମଧ୍ୟ ଆହୁରି କେହି ଅଧିକା ବିଶ୍ଳେଷଣ କରିପାରିବେ। ଯେଉଁଠି ତୁମେ ସୁଯୋଗ ପାଇବ, ସେ ସୁଯୋଗକୁ କେବେ ହାତ ଛଡ଼ା କରିବ ନାହିଁ। ମୁଁ ସଂକ୍ଷେପରେ ତୁମମାନଙ୍କୁ ବୁଝିବାକୁ ଚେଷ୍ଟା କଲି। ଆଉ ଗୋଟିଏ କଥା ପିଲାମାନେ, ଏଇ ତପସ୍ୱିନୀ କାବ୍ୟର ମୁଁ ପ୍ରଥମ ପଦ ସେଇଠି ତୁମକୁ ଶୁଣାଇବାକୁ ଚାହୁଁଛି। ଦେଖ କେତେ ସୁମଧୁର ପଦ ତା ଭିତରେ ରହିଛି। ତପସ୍ୱିନୀ କାବ୍ୟର ପ୍ରଥମ ସର୍ଗର ପ୍ରଥମ ଆଉ ଦ୍ୱିତୀୟ ପଦ ମୁଁ ପଢ଼ୁଛି। କିଏ ଗୋ ଜ୍ୟୋତିର୍ମୟୀ ସୁଧ ଶୁଭ୍ର ବେଶା, ଇନ୍ଦ୍ରନୀଳ ଦ୍ୟୁତିଜିତ ମନୋହର କେଶା, ତନୁ କାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ, ଆହ୍ଲାଦ ଦେଉଛି ହୃଦେ ହୋଇ ସୁପ୍ରକାଶ, କୌମୁଦିକି ଘନ ହୋଇ ବହିଛୁ ଶରୀର, କେଶ ଛଳେ ଚରଣେ ତୋ ଲୋଟୁଛି ତିମିର, ସୁବିରଳ ସମୁଜ୍ଜ୍ୱଳ ଚାରୁ ତାରାଗ୍ରହ, ମଣ୍ଡିଛନ୍ତି ରତ୍ନଭୂଷା ରୂପେ ତୋ ବିଗ୍ରହ। ଇଏ ହେଉଛି ପ୍ରଥମ ସର୍ଗର ଦୁଇଟି ପଦ। ପିଲାମାନେ, ଆଜି ଟିକେ ସମୟ ଅଧିକା ହେଇଗଲାଣି। ଆମେ ଆର ଥରକୁ ଦ୍ୱିତୀୟ ପଦ ପଢ଼ିବା। ଆଜି ପାଇଁ ଏତିକି। ଗୀତଟିକୁ ସ୍ୱର ଦେଇ ପଢ଼ି ତାର ମଜା ନିଅ ଏବଂ ଅନ୍ୟକୁ ମଜା ଦେବାକୁ ଚେଷ୍ଟା କର। ଦେଖ କେତେ ଖୁସି ଲାଗିବ। ହଉ।